ହ୍ୟାଲୋ ସାଙ୍ଗମାନେ, ମୋର ଏହି ଶୁଭପଦ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ। ଆପଣ ଯଦି ଆନ୍ଧ୍ର କିମ୍ବା ୱେଷ୍ଟ ବେଙ୍ଗଲରେ ବିଏଡ୍ କରୁଛନ୍ତି, ତେବେ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଓ ଭୟ ରହିଥିବ ଏକ୍ଜାମକୁ ନେଇ। ଏହି ଭିଡ଼ିଓକୁ ଲାଷ୍ଟ ଯାଏ ଦେଖନ୍ତୁ। ଆପଣଙ୍କ ମନରେ ଥିବା ସମସ୍ତ ପ୍ରଶ୍ନର ଉତ୍ତର ପାଇପାରିବେ। ଏଥିରେ ମୁଁ ଯେଉଁ 6ଟି ପଏଣ୍ଟକୁ ଡିସ୍କସ୍ କରିବି, ଆପଣ ଯଦି ତାହାକୁ ଫଲୋ କରିବେ, ତେବେ ଆପଣଙ୍କର 4ଟି ଯାକ ସେମିଷ୍ଟରରେ ବ୍ୟାକ୍ ଲାଗିବ ନାହିଁ ଏବଂ ଆପଣ ଭଲ ସ୍କୋର ମଧ୍ୟ କରିପାରିବେ। ଚାଲନ୍ତୁ, ଏବେ ଭିଡ଼ିଓ ଷ୍ଟାର୍ଟ କରିବା। ଭିଡ଼ିଓ ଷ୍ଟାର୍ଟ କରିବା ପୂର୍ବରୁ ମୁଁ ମୋର ଛୋଟ ଇଣ୍ଟ୍ରୋଡକ୍ସନଟା ଦେଇଦିଏ। ମୋ ନାଁ ଶୁଭାଶିଷ। ମୋର ବିଏଡ୍ କମ୍ପ୍ଲିଟ୍ ହୋଇସାରିଛି। ଏବେ ଏସ୍ଏସ୍‌ସି ଜବ୍ ବି ହୋଇସାରିଛି। ମୁଁ ଯେତେବେଳେ ବିଏଡ୍ କରୁଥିଲି, ଫାର୍ଷ୍ଟ ସେମିଷ୍ଟର ନେଇକି ମୁଁ ବହୁତ ଡରୁଥିଲି। ଦେନ୍ ମୁଁ ଏଇ 6ଟି ପଏଣ୍ଟ ଉପରେ ଫୋକସ୍ କରିଥିଲି। ମୋର ବିଏଡ୍‌ରେ 86% ସ୍କୋର ରହିଥିଲା। ମୁଁ ବିଏଡ୍ ସେମିଷ୍ଟର ଏକ୍ଜାମ ପାଇଁ ବିଭିନ୍ନ ବହି, ଗୁଗୁଲ୍, ୟୁଟ୍ୟୁବ୍ ଇତ୍ୟାଦି ଫଲୋ କରି ନୋଟ୍ କରି ପଢ଼େ। ମୁଁ କରିଥିବା ସବୁ ନୋଟ୍‌କୁ ଏହି ଚ୍ୟାନେଲ ମାଧ୍ୟମରେ ଆପଣଙ୍କୁ ସେୟାର କରିବି। ଜେଟି, ଓଟିଇଟି, ଓଏଟିଇଟି ପାଇଁ ମଧ୍ୟ ଭିଡ଼ିଓ ଏଥିରେ ଅପଲୋଡ୍ କରିବି। ଏବେ ଚାଲନ୍ତୁ ଆମେ ଭିଡ଼ିଓ ଷ୍ଟାର୍ଟ କରିବା। ସାଙ୍ଗମାନେ, ଆପଣ ବିଏଡ୍ ଏକ୍ଜାମ ସମୟରେ ଯଦି ଏଇ 6ଟା ପଏଣ୍ଟକୁ ଫୋକସ୍ କରିବେ, ତାହେଲେ ଆପଣଙ୍କର କେବେ ବ୍ୟାକ୍ ଲାଗିବନି ଆଉ ଏକ୍ଜାମରେ ଭଲ ସ୍କୋର ରହିବ। ଦେଖନ୍ତୁ, 6ଟା ପଏଣ୍ଟ କ'ଣ କ'ଣ? ଫାର୍ଷ୍ଟ ହେଉଛି କେଉଁ ପେନ୍ ୟୁଜ୍ କରିବା, ସେକେଣ୍ଡ ହେଉଛି କେତେ ପେଜ୍ ଲେଖିବା, ଥାର୍ଡ ହେଉଛି କ୍ୱେଶ୍ଚନ୍ ସିଲେକ୍ସନ୍, ଫୋର୍ଥ ହେଉଛି କେମିତି ଲେଖିବା, 5 ହେଉଛି ଇମ୍ପୋର୍ଟାନ୍ସ ଅଫ୍ ଡାୟାଗ୍ରାମ୍ସ ଓ ମାଇଣ୍ଡ ମ୍ୟାପ୍ସ, 6 ନମ୍ବର ହେଉଛି ଟାଇମ୍ ମ୍ୟାନେଜମେଣ୍ଟ। ଏଇଟା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଆମେ କ'ଣ କରିବା ନା, ଏବେ ଗୋଟେ ଗୋଟେ ପଏଣ୍ଟକୁ ଏଲାବୋରେଟ୍ କରି ବୁଝିବା। ଫାର୍ଷ୍ଟ ଆମେ କେଉଁ କଲର୍ର ପେନ୍ ୟୁଜ୍ କରିବା। ଆପଣ ମନେ ରଖିବେ, ପରୀକ୍ଷାରେ କେବଳ 2ଟା କଲର୍ ପେନ୍ ହିଁ ୟୁଜ୍ କରିବେ, କି 2ରୁ ବେଶୀ କଲର୍ ୟୁଜ୍ କରିବେ ନାହିଁ। ଆଉ ନାଲି ପେନ୍ କି ଗ୍ରୀନ୍ ପେନ୍ କେବେ ବି ୟୁଜ୍ କରିବେ ନାହିଁ। ସବୁଠୁ ବେଷ୍ଟ ହେଉଛି 2ଟା କଲର୍ ପେନ୍, ଗୋଟେ ହେଉଛି ବ୍ଲାକ୍ ପେନ୍ ଆଉ ଗୋଟେ ବ୍ଲୁ ପେନ୍। ଯଦି ଆପଣ ବ୍ଲାକ୍ ପେନ୍‌ରେ ଲେଖିବେ, ତାହେଲେ ବ୍ଲୁ ପେନ୍‌ରେ ହେଡ଼ିଂ ଦେବେ। ଆଉ ଯଦି ବ୍ଲୁ ପେନ୍‌ରେ ଲେଖୁଛନ୍ତି, ତାହେଲେ ବ୍ଲାକ୍ ପେନ୍‌ରେ ହେଡ଼ିଂଟା ଦେବେ। ଚାଲନ୍ତୁ ଏବେ ଆମେ ଡିସ୍କସନ୍ କରିବା କେତେ ପେଜ୍ ଲେଖିବେ। ଟୋଟାଲ୍ ଆମେ କେତେ ପେଜ୍ ଲେଖିବା? ଆମର ଦେଖିବେ ଏକ୍ଜାମରେ 32 ପେଜ୍ ହିଁ ଥାଏ ଆମର। ଆନ୍ଧ୍ର କେଶରୀ ୟୁନିଭର୍ସିଟି ହଉ କି ଯୋଗୀବାମନ ହଉ, 32 ପେଜ୍ ହିଁ ଥାଏ। 32 ପେଜ୍‌ରୁ ଆପଣ ମନେ ରଖନ୍ତୁ, କେବେ 32ରୁ 32 ପେଜ୍ ଲେଖିବେ ନାହିଁ। ତାଙ୍କର ସେ ଖାତା ସହ ଭାବନ୍ତି, ସିଏ କ'ଣ ଦେଖନ୍ତି ନା, ପିଲା କେତେ ପେଜ୍ ଲେଖିଛି। ଯଦି 32ରୁ 32 ପେଜ୍ ସିଏ ଇଏ ଜଣେ ଭାବିଛନ୍ତି ଇଏ ଗପ ଲେଖିଥିବ, ଇଏ ଭଲସେ ଲେଖିନଥିବ। ସେଥିପାଇଁ କେବେ 32 ପେଜ୍ ଲେଖିବେ ନାହିଁ। ତ ମୁଁ ମୋର ଗୋଟେ ଏକ୍ସପିରିଏନ୍ସ କହୁଛି କି, ଯୋଉଟାକି ଗୋଟେ ପେଡାଗୋଜି ଥିଲା, ଆମର ଚାଇଲ୍ଡ ଡେଭଲପମେଣ୍ଟ ଗୋଟେ ପେପର୍ ଥିଲା। ଚାଇଲ୍ଡ ଡେଭଲପମେଣ୍ଟ ମୁଁ କ'ଣ କରିଥିଲି ନା, ସେଇଟା ମୋର ସିଟି ବାଇ ପେପର୍‌ରେ ଥିଲା। ସେ ପେପର୍‌ରେ ଥିଲା, ମୁଁ ତା ଦେହରେ ସବୁ କ୍ୱେଶ୍ଚନ୍ ମୋତେ ଆସିଥିଲା। ମୁଁ ତା ଦେହରେ 32 ପେଜ୍ ହିଁ ପୁରା କମ୍ପ୍ଲିଟ୍ କରିଦେଇଥିଲି। କିନ୍ତୁ ମୋତେ ତା ଦେହରେ କେତେ କୋଉ ଗ୍ରେଡ୍ ଜାଣିଛନ୍ତି ନା? ଇ ଗ୍ରେଡ୍ ହିଁ ଦେଇଥିଲେ ମୋତେ। ଆଉ ସବୁଥିରେ ବି ଗ୍ରେଡ୍ ଆସିଥିଲା, କିନ୍ତୁ ସେଇଥିରେ ମୋତେ ଇ ଗ୍ରେଡ୍ ଦେଇଥିଲେ। ତ ସେଥିପାଇଁ କେବେ 32 ପେଜ୍ ଲେଖନ୍ତୁ ନା। 30ରୁ 29, 30 ପେଜ୍ ହିଁ ଲେଖିବେ। 29ରୁ 30 ପେଜ୍ ଲେଖନ୍ତୁ। ନହେଲେ 31 ପେଜ୍ ଯାଏଁ ଯିବେ, କିନ୍ତୁ ଲାଷ୍ଟ ପେଜ୍ ଯାଏଁ ଜମାରୁ ଯିବେ ନାହିଁ। ତାହେଲେ 5 ମାର୍କ କ୍ୱେଶ୍ଚନ୍ ଆମେ କେତେ ପେଜ୍ ଲେଖିବେ? 15 ମାର୍କ କ୍ୱେଶ୍ଚନ୍ ଆମେ କେତେ ପେଜ୍ ଲେଖିବା? ଏ 5 ମାର୍କ କ୍ୱେଶ୍ଚନ୍‌କୁ ଆମେ 2 ପେଜ୍ ଲେଖିବା। 2 ପେଜ୍ ଲେଖିଲେ, ଯଦି 80 ମାର୍କିଆ ଆମର ଥିବ ପେପର୍ ଥିବ, 80 ମାର୍କ ଆମ ପେପର୍ ଥିବ, ତାହେଲେ 2 ପେଜ୍ ଲେଖିଲେ ଆମର ଯିବ 20 ପେଜ୍। ଆଉ ଯଦି 15 ମାର୍କ ରହିଲା, ତାହେଲେ 15 ମାର୍କିଆ 2ଟା କ୍ୱେଶ୍ଚନ୍ ପଡ଼ିଥିବ। ଆଉ 5 ମାର୍କିଆ 10ଟା କ୍ୱେଶ୍ଚନ୍ ପଡ଼ିଥିବ ନା। 15 ମାର୍କ ଯୋଉ 2ଟା କ୍ୱେଶ୍ଚନ୍ ପଡ଼ିଥିବ, ତାକୁ ଆମେ ଗୋଟାକୁ କେତେ ପେଜ୍ ଲେଖିବା? 5 ପେଜ୍ ଲେଖିବା। 5 ପେଜ୍ ଲେଖିଲେ 2ଟା କ୍ୱେଶ୍ଚନ୍ ଆମେ 10 ପେଜ୍ ଲେଖିଦେଲେ। ଏଇଟା କ'ଣ 30 ପେଜ୍ ଆପଣଙ୍କର ହେଇଗଲା। ବୋଲେ ଏଇଟା ହେଉଛି 80 ମାର୍କ କଥା କହିଲି। ଯଦି 40 ମାର୍କ ଥିବ, ତାହେଲେ ସେମିତି ଲେଖିବେ। 40 ମାର୍କ ଲେଖିଲେ ଆପଣଙ୍କର 5ଟା ପଡ଼ିଥିବ, 5 ମାର୍କିଆ 5ଟା ପଡ଼ିଥିବ। କେତେ? 10 ପେଜ୍ ଲେଖିଲେ। ଆଉ ଗୋଟେ 15 ମାର୍କିଆ ଗୋଟିଏ ହିଁ ପଡ଼ିଥିବ। ସେଇଟା କେତେ ଲେଖିବେ? ସେଇ 5ରୁ 6 ପେଜ୍ ଲେଖିବେ। ତ ଏଇଟା 15ରୁ ମନେ ରଖନ୍ତୁ 16 ପେଜ୍ ଲେଖିବେ। କାହା ପାଇଁ? ଯେତେବେଳେ 50 ମାର୍କିଆ ପେପର୍ ଥିବ। 50 ମାର୍କ ପେପର୍ ପାଇଁ, ସରି 40 ମାର୍କ ପେପର୍ ପାଇଁ ଆପଣ ଯଦି ଦେବେ, ତାହେଲେ କେତେ? 15ରୁ 16 ପେଜ୍ ଆପଣ ଲେଖିବେ। ବୁଝିପାରିଲେ ନା? 80 ମାର୍କ ପାଇଁ ଯେତେବେଳେ ଲେଖୁଛନ୍ତି, ତାହେଲେ ଆପଣ 30 ପେଜ୍ ଲେଖିବେ। ଯେତେବେଳେ ଆପଣ 40 ମାର୍କ ପାଇଁ ଯେତେବେଳେ କରୁଛନ୍ତି, ସେତେବେଳେ ଆପଣ 15ରୁ 16 ପେଜ୍ ଲେଖିବେ। ଦେଖନ୍ତୁ, ନେକ୍ସଟ ଇମ୍ପୋର୍ଟାଣ୍ଟ ପଏଣ୍ଟ ହେଲା କ୍ୱେଶ୍ଚନ୍ ସିଲେକ୍ସନ୍। ଏଇଟା କ'ଣ କରିବେ ନା, ଆପଣ ଯେତେବେଳେ କ୍ୱେଶ୍ଚନ୍ ପାଇଲେ, ଆପଣ 2 ମିନିଟ୍ ଲାଗିବ କି 3 ମିନିଟ୍ ଲାଗିବ, ଆପଣ
ସମ୍ପୂର୍ଣ୍ଣ କୋଶ୍ଚିନ୍‌କୁ ପଢ଼ିଦେବେ। ପଢ଼ିଦେଲା ପରେ ଧର ଆପଣ ଦେଖିଦେବେ ଯୋଉ କୋଶ୍ଚିନ୍ ଆସିଥାଏ, ଧର 1 ନମ୍ବର ଗୋଟେ 5 ମାର୍କିଆ କୋଶ୍ଚିନ୍ ଅଛି। ତାର ଥିବ ଗୋଟେ ଥିବ କୋଶ୍ଚିନ୍ ଥିବ ତା ପରେ ଆଉ ଗୋଟେ କୋଶ୍ଚିନ୍ ଥିବ। ଏଇ ଯୋଉ କୋଶ୍ଚିନ୍ ପଢ଼ିଲା ପରେ କଣ ଆପଣ କରିବେ ନା ଜାଣିପାରିବେ ଯେ କୋଉଟା ପଏଣ୍ଟ ଆଉ ସବ୍ ପଏଣ୍ଟ ବାଲା କୋଶ୍ଚିନ୍ ଅଛି, ଆଉ ଗୋଟା ଏସେ ବାଲା କୋଶ୍ଚିନ୍ ଅଛି। ଏଥର ଏସେ ବାଲା କୋଶ୍ଚିନ୍ ହଉଛି ଧର ପଡ଼ିଥିବ କି ଆପଣ ପ୍ରତିଭା ଦେବସିଂ ପାଟିଲଙ୍କ ଲାଇଫ୍ ବିଷୟରେ ଲେଖ ବୋଲି। ସେଟା ଆପଣ କଣ ହେଲା କି ଏଟା ଏସେ ଟାଇପ୍ କୋଶ୍ଚିନ୍ ଆସିଛି। ଯଦି ଆଉ ଗୋଟେ କୋଶ୍ଚିନ୍ ଆସିଥିବ କି ଧର ଆପଣଙ୍କର ଅଛି ଇଭାଲୁଏସନ୍ କେତେ ପ୍ରକାର? ସେଇଟା କଣ ପଏଣ୍ଟ ସବ୍ ପଏଣ୍ଟ ବାଲା। ସବୁବେଳେ ମନେ ରଖନ୍ତୁ ପଏଣ୍ଟ ସବ୍ ପଏଣ୍ଟ ବାଲା କୋଶ୍ଚିନ୍‌କୁ ହିଁ ଲେଖିବେ। କାରଣ କି ଯେଉଁମାନେ ଖାତା ଦେଖନ୍ତି ସିଏ ସମ୍ପୂର୍ଣ୍ଣ ପଢ଼ନ୍ତି ନାହିଁ। ସେମାନେ ପଏଣ୍ଟ ଦେଖନ୍ତି ଆଉ ସବ୍ ପଏଣ୍ଟ ଦେଖନ୍ତି। ଆଉ ସେ କିଛି ଦେଖିବେନି। ଏ ଆଉ ପେଜ୍ କେତେ ପେଜ୍ ଲେଖିବେନି। ତ ସେଇଥିପାଇଁ ଆପଣ ସବୁବେଳେ ପ୍ରାୟୋରିଟି ଦେବେ ପଏଣ୍ଟ ଆଉ ସବ୍ ପଏଣ୍ଟ ବାଲା କୋଶ୍ଚିନ୍ ପ୍ରାୟୋରିଟି ଦେବେ। ଏସେ ଯଦି ଏଇଟା ନ ଆସୁଥାଏ ତାହେଲେ ଏସେ ବାଲା କୋଶ୍ଚିନ୍ ଲେଖିଲେ କିଛି ନାହିଁ। କିନ୍ତୁ ଏସେ ବାଲା କୋଶ୍ଚିନ୍ ଆପଣ 2 ପେଜ୍ ଲେଖିଲେ ହେଲେ ବହୁତ ଭାବି ଚିନ୍ତି ଲେଖିଲେ ହିଁ ପଡ଼ିବ। କିନ୍ତୁ ପଏଣ୍ଟ ସବ୍ ପଏଣ୍ଟ ବାଲା କୋଶ୍ଚିନ୍ ହବ ଯଦି ଆପଣ ପଏଣ୍ଟ ସବ୍ ପଏଣ୍ଟ ଯଦି ଲେଖିଦେଇ ପାରିବେ ଡାୟାଗ୍ରାମ୍ କରିକି ତାହେଲେ ଆପଣଙ୍କୁ କମ୍ ଲେଖିଲେ ବି ପଡ଼ିବ। ବୁଝିପାରିଲେ ନା? ନେକ୍ସଟ୍ ଆମେ ଦେଖିବା କେମିତି ଲେଖିବେ। ଫାର୍ଷ୍ଟ କୋଶ୍ଚିନ୍‌ଟା ଦେଖିଲେ ପଢ଼ିଦେଲେ ଯୋଉଟା ଆସୁଛି 2ଟା ଅର୍ ଭିତରୁ କୋଉଟା ଆସୁଛି ସେଇଟା ଦେଖିଦେଲେ ସିଲେକ୍ଟ କରିଦେଲେ ମୁଁ କୋଉଟା କରିବି। କଣ କରିବେ ଫାର୍ଷ୍ଟ କୋଶ୍ଚିନ୍ ନମ୍ବର ଲେଖିବେ। ଧର 1 ନମ୍ବର 1 ଲେଖିଲେ ସାଇଡ୍‌ର ଏ କିମ୍ବା ବି ଲେଖିବେ। ତାପରେ କଣ କରିବେ ନା ଲେଖିଦେଇକି ତାର ତଳକୁ ଲେଖିଦେବେ କି ସେ କୋଶ୍ଚିନ୍‌ଟାକୁ ସର୍ଟଲି କଣ ଲେଖିହବ ସେ କୋଶ୍ଚିନ୍ ବିଷୟରେ। ସର୍ଟଲି ଗୋଟେ ଲାଇନ୍‌ର ଯାହା ହବ ତାକୁ ଲେଖିଦେବେ। ଆଉ ତାପରେ ଅଣ୍ଡରଲାଇନ୍ ଟିକେ କରିଦେବେ। ଏଟା କଣ କରିବେ ନା ଏଟା ବ୍ଲାକ୍ ପେନ୍‌ରେ କରିବେ। ତାପରେ ବଡି ଯାହା ତା ତଳକୁ ଲେଖିବେ ସେ ବ୍ଲୁ ପେନ୍ ଲେଖିବେ। ମାନେ ସବୁବେଳେ ମନେ ରଖନ୍ତୁ ହେଡିଂ ଗୋଟେ ପେନ୍‌ରେ ଲେଖିବେ ଆଉ ତା ତଳକୁ ହେଡିଂର ତଳକୁ ଯାହା ଲେଖିବା କଥା ତାକୁ ଆଉ ଗୋଟେ ପେନ୍‌ରେ ଲେଖିବେ। ବୁଝିଗଲେ? ଆଉ ସବୁ କୋଶ୍ଚିନ୍ ମନେ ରଖିବେ ଇଣ୍ଟ୍ରୋଡକ୍ସନ୍ ଲେଖିବେ, କନକ୍ଲୁଜନ୍ ଲେଖିବେ। ସେ 5 ମାର୍କିଆ ହଉ କି 15 ମାର୍କିଆ ହଉ। ଏଟା ହଉଛି ଇମ୍ପ୍ରେସନ୍ ମାର୍କ ମିଳିବ ଏଥିରେ। ତାପରେ ଆପଣଙ୍କର ପେଜ୍ ବି ଅଧିକ ଯିବ ଏମିତି ଲେଖିଲେ। ଇଣ୍ଟ୍ରୋଡକ୍ସନ୍ ଲେଖିବେ, କନକ୍ଲୁଜନ୍ ଲେଖିବେ, ତାପରେ ବଡି ଲେଖିବେ। ବଡିର କୋଶ୍ଚିନ୍ ଯାହା ଥିବ ସେ ଅନୁସାରେ ତା ବଡିଟା ହିଁ ଲେଖିବେ। ଚାଲନ୍ତୁ ଆମେ ଗୋଟେ ଏକ୍ସାମ୍ପଲ୍ ନେଇ ବୁଝିବା ଯେ କେମିତି ଲେଖିବା। ଧର କୋଶ୍ଚିନ୍ ଅଛି ଡେସ୍କ୍ରାଇବ୍ ଦ ଟାଇପ୍ସ ଅଫ୍ ଆସେସମେଣ୍ଟ। ଧର ଗୋଟେ କୋଶ୍ଚିନ୍ ଅଛି। ତାକୁ କଣ କରିବେ ଆନ୍ସର୍ ଯେତେବେଳେ ଲେଖିବେ ଫାର୍ଷ୍ଟ ଲେଖିବେ ଆନ୍ସର୍ ଲେଖିଦେବେ ଏମିତି। ତାପରେ ନମ୍ବର 1 ନମ୍ବର ଦେଇକି ଏ ଦେଇଦେବେ। ତାପରେ କଣ କରିବେ ଲେଖିବେ ଟାଇପ୍ ଅଫ୍ ଆସେସମେଣ୍ଟ। ଧର କୋଶ୍ଚିନ୍‌ଟା ଅଛି ଡେସ୍କ୍ରାଇବ୍ ଦ ଟାଇପ୍ସ ଅଫ୍ ଆସେସମେଣ୍ଟ ଲେଖିବେ ଟାଇପ୍ସ ଅଫ୍ ଆସେସମେଣ୍ଟ ଗୋଟେ ଲାଇନ୍‌ରେ ଗୋଟେ ଲେଖିଦେଲେ। ତାପରେ କଣ କରିବେ ନା ଏଠି ଇଣ୍ଟ୍ରୋଡକ୍ସନ୍ ଲେଖିବେ। ଇଣ୍ଟ୍ରୋଡକ୍ସନ୍ କଣ ନା ଆସେସମେଣ୍ଟ କଣ ତା ବିଷୟରେ ଗୋଟେ 2 ଲାଇନ୍ ଲେଖିଦେଲେ। ତାପରେ ବଡି ଲେଖିବେ। ବଡି ଭିତରେ କଣ ଦେଖିବେ ଆପଣ ଆପଣଙ୍କୁ 2 ପେଜ୍ ଲେଖିବାର ଅଛି ନା ତ ଗୋଟେ ପଏଣ୍ଟ ଲେଖିଦେଇ ଇମ୍ପୋର୍ଟାନ୍ସ ଅଫ୍ ଆସେସମେଣ୍ଟ। ଏଇଟା ମନରୁ ଏଟା ଲେଖନ୍ତୁ ନହେଲେ କ୍ୟାରେକ୍ଟରିଷ୍ଟିକ୍ସ ଅଫ୍ ଆସେସମେଣ୍ଟ ତ ଏଟା ଗୋଟେ ପଏଣ୍ଟ ରଖିପାରିବେ। ଦେନ୍ କଣ ରଖିବେ ନା ଟାଇପ୍ସ ଅଫ୍ ଆସେସମେଣ୍ଟ ଲେଖିବେ। ଲାଷ୍ଟକୁ କଣ ଲେଖିବେ ନା କନକ୍ଲୁଜନ୍। କନକ୍ଲୁଜନ୍ କଣ ଲେଖା ହବ ଇମ୍ପୋର୍ଟାନ୍ସ ଅଫ୍ ଆସେସମେଣ୍ଟ। ଏକୁ ଗୋଟେରୁ 2 ଲାଇନ୍ ଲେଖିବେ। ଏମିତି କଣ ଲେଖିବେ 2 ପେଜ୍ ହବା ଲାଗି ମାନେ ଅଳ୍ପ ଲେଖିକି କିନ୍ତୁ ଆପଣ 2 ପେଜ୍ ହେଇଯିବ। କାରଣ ଇଣ୍ଟ୍ରୋଡକ୍ସନ୍ ଲେଖିବେ ତା ତଳେ ଅଣ୍ଡରଲାଇନ୍ କରିକି ଏଇଠୁ ଆରମ୍ଭ କରିବେ। କନକ୍ଲୁଜନ୍ ଲେଖିଲେ ଅଣ୍ଡରଲାଇନ୍ କରିଦେବେ ଏଇଠୁ ଆରମ୍ଭ କରିବେ। ତ ଏଟା ଆପଣଙ୍କର ପେଜ୍ ଶୀଘ୍ର ଫିଲଅପ୍ ହବାରେ ହେଲ୍ପ କରିବ। ଏବେ ଆମେ ଡିସ୍କସନ୍ କରିବା କି ଇମ୍ପୋର୍ଟାନ୍ସ ଅଫ୍ ଡାୟାଗ୍ରାମ୍ ଅର୍ ମାଇଣ୍ଡ ମ୍ୟାପ୍। ଦେଖନ୍ତୁ ପରୀକ୍ଷାର ଡାୟାଗ୍ରାମ୍ ର ଇମ୍ପୋର୍ଟାନ୍ସ ବହୁତ। କାରଣ ଆପଣ ଯେତେ ବି ଲେଖନ୍ତୁ ଆପଣ 2 ପେଜ୍ ଲେଖୁଛନ୍ତି ଡାୟାଗ୍ରାମ୍ ନ କରିବେ ଯେ ପରୀକ୍ଷା ଯିଏ ଖାତା ଦେଖୁଥିବେ ସିଏ କଣ କରିବେ ନା ସିଏ ଟୋଟାଲି ପଢିବେନି। ସେ ଡାୟାଗ୍ରାମ୍ ଟେ ଦେଖିଦେବେ ହଁ ସେ ପିଲାଟା ଏଇ ବିଷୟରେ ହିଁ ଲେଖିଥିବ। ଡାୟାଗ୍ରାମ୍ ଏଇଟା କରିଛି ମାନେ ତା ବିଷୟରେ କିଛି ନା କିଛି ଲେଖିଥିବ। ତ ସେଥିପାଇଁ ଆପଣ ସବୁ କୋଶ୍ଚିନ୍‌ରେ ଗୋଟେ କି 2ଟା ଲେଖାଏଁ ଡାୟାଗ୍ରାମ୍ ଦେଖନ୍ତୁ ଡାୟାଗ୍ରାମ୍ ବହୁତ ପ୍ରକାର ଅଛି ହେଲା। ଆପଣଙ୍କୁ ଯୋଉ ଡାୟାଗ୍ରାମ୍ ଟା ଭଲ ଲାଗିବ ସେଇ ଡାୟାଗ୍ରାମ୍ ଟା ଆପଣ ପରୀକ୍ଷାରେ କରିବେ। ଦେଖନ୍ତୁ ମୁଁ ଏଠି 2ଟା 3ଟା ଡାୟାଗ୍ରାମ୍ କରିଛି। ଗୋଟେ କୋଶ୍ଚିନ୍‌ର କେମିତି 2-3ଟା ଭଳିଆ ଡାୟାଗ୍ରାମ୍ କରିହଉଛି ମୁଁ ଏଠି ଦେଖିଛି। ଆପଣଙ୍କୁ ଯୋଉଟା ଭଲ ଲାଗିବ ସେଇଭଳିଆ ଡାୟାଗ୍ରାମ୍ କରିବେ। ଫାର୍ଷ୍ଟ ଟାଇପ୍ 1 ଗୋଟେ କୋଶ୍ଚିନ୍ ଅଛି ଟାଇପ୍ସ ଅଫ୍ ଇଭାଲୁଏସନ୍ ଗୋଟେ କୋଶ୍ଚିନ୍ ଅଛି। ମାନେ ଗୋଟେ ପ୍ରକାର ଡାୟାଗ୍ରାମ୍ କେମିତି କରିବେ ନା ଏମିତି ଟାଇପ୍ସ ଅଫ୍ ଇଭାଲୁଏସନ୍ ଦେଇଦେଲେ ତ ତାକୁ ଟାଣି ଟୁଣିକି ଏଠି ଲେଖିଦେବେ। 4ଟା ପଏଣ୍ଟ 4ଟା 4 ପେଜ ଅଛି ପ୍ଲେସମେଣ୍ଟ, ଫର୍ମେଟିଭ୍, ଡାଇଗ୍ନୋଷ୍ଟିକ୍, ସମିଟିଭ୍ ବାସ୍ ସେମିତି ରଖିପାରିବେ। ଏମିତି କଲେ କଣ ହବ ଏଇଟା ଜାଗା କମ୍ ନେଇଥାଏ ହେଲା। ତ ଏଇଟା ସବୁଠୁ ସେକେଣ୍ଡ ଟାଇପ୍ ରହୁଛି ଏଇଟା ବି ମୁଁ ଯେତିକି ଏକ୍ସାମ୍ ମୁଁ ଏଇଭଳିଆ ହିଁ କରେ ହେଲା। ଟାଇପ୍ ଯୋଉଟା କରେ। ଟାଇପ୍ ଟା କଣ ଅଛି ନା ଟାଇପ୍ସ ଅଫ୍ ଇଭାଲୁଏସନ୍ ଦେଇଦେଲେ ଚାରି ସାଇଡ୍ 4ଟା ହଉ କି 5ଟା ହଉ କି 6ଟା ହଉ ଉପରକୁ 2ଟା କରିଦେବେ ଆପଣ ଯୋଉଟା ଯେମିତି କରିପାରିବେ 4ଟା ହଉ କି 6ଟା ହଉ ତ ଏଟା ସବୁଠୁ ଭଲ ହବ ସେକେଣ୍ଡ ଟାଇପ୍ ଡାୟାଗ୍ରାମ୍ ଟା।
ନହେଲେ ଆପଣ ଏଇଭଳିଆ କରିପାରିବେ, ଟାଇପ୍ସ ଅଫ୍ ଇଭାଲୁଏସନ୍ ଗୋଟେ ପଟେ ଲେଖିଦେବେ, ଆଉ ସିରିଏଲି 4ଟା କି 5ଟା ଯାହା ବି ଥିବ ଏପଟରେ ଲେଖିପାରିବେ। ଇଏ ଗୋଟେ ଟାଇପ୍ର ଟାଇପ୍। ନେକ୍ସଟ ଟାଇପ୍ 4 ରେ କଣ କରିବେ ନା ଏଇଥିରେ ଗୋଟେ ଗଛ କରିପାରିବେ, ତାର ପତ୍ର କରିବେ ଏଠି ଇଭାଲୁଏସନ୍ ଲେଖିକି 1 2 3 4 ଏମିତି କରିପାରିବେ, ଆଉ ଯଦି ଏଠି ଥିବ 5 6 କରିପାରିବେ। ତ ଏମିତି ବହୁତ ସାରା ହେଇପାରିବ, ଆପଣଙ୍କୁ ଯୋଉଟା ଭଲ ଲାଗିବ ସେଇଟା କରିବେ। କିନ୍ତୁ ସବୁଠୁ ମାନେ ଟାଇମ୍ କମ୍ ନବ ଏଇଭଳିଆ ଡାଇଗ୍ରାମଟା କରିବେ। ତାହେଲେ ଆପଣଙ୍କୁ ଯୋଉଟା ଭଲ ଲାଗିବ ତାହେଲେ ସେଇଟା ଆପଣ ଦେଖନ୍ତୁ। ଲାଷ୍ଟ ପଏଣ୍ଟ ହଉଛି ଟାଇମ୍ ମ୍ୟାନେଜମେଣ୍ଟ। ଏଇଟା ହଉଛି ସବୁଠୁ ଇମ୍ପୋର୍ଟାଣ୍ଟ ପଏଣ୍ଟ। ଦେଖନ୍ତୁ ଆପଣ ଯଦି ଟାଇମ୍ ମ୍ୟାନେଜମେଣ୍ଟ ଠିକ୍ ନ କରିବେ ତାହେଲେ କଣ ପ୍ରୋବ୍ଲେମ୍ ହବ ନା ଲାଷ୍ଟକୁ ଅଧଘଣ୍ଟେ ଥିବ ଦେଖିଲା ଆପଣଙ୍କର ଗୋଟେ 15 ମାର୍କ କରିନଥିବେ, 5 ମାର୍କିଆ ଗୋଟେ ଦିଟା କରିନଥିବେ, ତ ସେଠି କଣ ହେବେ ତରତର ହେଇ ଲେଖିବେ। ତ ଯୋଉ 15 ମାର୍କ 5 ପେଜ୍ ଦବା କଥା ସେଠି ଆପଣ 3 ପେଜ୍ ଲେଖିଥିବେ, କି 2 ମାର୍କକୁ ଯୋଉ 2 ପେଜ୍ ଦବା କଥା ସେଠି 1 ପେଜ୍ ଲେଖିଥିବେ। ତ ଏମିତି ପ୍ରୋବ୍ଲେମ୍ ହୁଏ। ସେଥିପାଇଁ କୋଉ କୋଶ୍ଚିନ୍ କେତେ ଟାଇମ୍ ଦେବେ ସେଟା ଚାଲନ୍ତୁ ଦେଖିବା। ଆମର 80 ମାର୍କ ଯୋଉଟା ପରୀକ୍ଷା ହେଇଥାଏ ସେଟା 3 ଘଣ୍ଟା ଦେଇଥାଏ, ଆଉ 40 ମାର୍କ ଯୋଉଟା ପରୀକ୍ଷା ହେଇଥାଏ ସେଟା 1.5 ଘଣ୍ଟା ଦେଇଥାଏ। ଦେଖନ୍ତୁ ଏଇ ଯୋଉ 80 ମାର୍କ ଯୋଉ 3 ଘଣ୍ଟା ଥାଏ ତାতে କଣ ଥାଏ ନା ଆମର 10ଟା 5 ମାର୍କିଆ ଥାଏ, 2ଟା 15 ମାର୍କିଆ ଥାଏ। ତାପରେ ଯୋଉ 40 ମାର୍କିଆ ଯୋଉ ପେପରଟା ଥିବ ତା ଦେହର 5 ମାର୍କିଆ 5ଟା ଥିବ, 15 ମାର୍କିଆ ଗୋଟେ ଥିବ। ଆମେ ଯେତେବେଳେ ଟାଇମ୍ ଦେବା ତାହେଲେ ସବୁବେଳେ ମନେ ରଖନ୍ତୁ 5 ମାର୍କ କୋଶ୍ଚିନକୁ ଆମେ 12 ମିନିଟ୍ ଲେଖାଏଁ ଦେବା, 15 ମାର୍କ କୋଶ୍ଚିନକୁ ଅଧଘଣ୍ଟେ ଦେବା। କାହିଁକି କହିଲ 5 ପେଜ୍ ଯୋଉ ଲେଖିବା ଆମେ ଭାବି ଲେଖିବା, ତ ସେଥିପାଇଁ 15 ମିନିଟ୍ ଦବା ଲଙ୍ଗ କୋଶ୍ଚିନ୍। ତ ଯେତେବେଳେ ଆମର 80 ମାର୍କ କଥା ଡିସ୍କସନ୍ କରିବା, ଦେଖନ୍ତୁ 10ଟା କୋଶ୍ଚିନ୍ ଆସିଲା 12 ମିନିଟ୍ ଲେଖାଏଁ ଦେବା, ତ ଏଇଟା ହଉଛି କେତେ ହଉଛି ଆମର 120 ମିନିଟ୍ ମାନେ 2 ଘଣ୍ଟା। ଆଉ 2ଟା 15 ମାର୍କ କୋଶ୍ଚିନ୍ 30 ମିନିଟ୍ ଲେଖାଏଁ ଦେବା ଯଦି 60 ମିନିଟ୍, ଟୋଟାଲ୍ 180 ମିନିଟ୍ ହଉଛି 3 ଘଣ୍ଟା। ବୁଝିପାରିଲେ? ତ ସେମିତି 40 ମାର୍କ ପାଇଁ କଣ କରିବେ ନା 5ଟା ପଡ଼ିଥିବ 5 ମାର୍କିଆ କୋଶ୍ଚିନ୍ ତ 12 ମିନିଟ୍ ଲେଖାଏଁ ଦେବେ, ମାନେ 12 5 60 ମିନିଟ୍ ଦେଇଦେଲେ ତାକୁ। ଆଉ ଯୋଉ ଗୋଟିଏ ଲଙ୍ଗ କୋଶ୍ଚିନ୍ ପଡ଼ିବ ସେଟା ହଉଛି 30 ମିନିଟ୍ ଦେବେ, ମାନେ ଟୋଟାଲ୍ ହେଲା 90 ମିନିଟ୍ ମାନେ 1.5 ଘଣ୍ଟା ଆମର ହେଇଗଲା। ଯଦି ଏଇ ଟାଇମ୍ ମ୍ୟାନେଜମେଣ୍ଟ ଉପରେ ଯଦି ଗୁରୁତ୍ୱ ନ ଦେବେ ତାହେଲେ ଆପଣଙ୍କର ପେଜ୍ କମ୍ପ୍ଲିଟ୍ ହବନି, କି ଆପଣ ସବୁ କୋଶ୍ଚିନ୍‌କୁ ଭଲସେ ଆଟେମ୍ପ୍ଟ କରିପାରିବେନି। ତ ଟାଇମ୍ ମ୍ୟାନେଜମେଣ୍ଟ ଉପରେ ଗୁରୁତ୍ୱ ଦେବେ। ଏଇ ଯୋଉ 6ଟା ପଏଣ୍ଟ ମୁଁ କହିଲି, ଏଇ 6ଟା ପଏଣ୍ଟ ଉପରେ ଯଦି ଆପଣ ଗୁରୁତ୍ୱ ଦେବେ, ମନେ ରଖନ୍ତୁ କେବେ ବ୍ୟାକ୍ ଲାଗିବନି। ଆଉ ମାର୍କ ମିନିମମ୍ 85 ଉପରେ ପରସେଣ୍ଟେଜ୍ ରହିବ ଆପଣଙ୍କର। ସାଙ୍ଗମାନେ ଭିଡ଼ିଓଟି ଯଦି ଭଲ ଲାଗିଥାଏ ତେବେ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହ ମଧ୍ୟ ସେୟାର କରିବେ। ପରବର୍ତ୍ତୀ ଭିଡ଼ିଓରେ ସେମିଷ୍ଟାର ୟୁଜ୍ କରିଥିବା ମୁଁ ନୋଟ୍ସ ଆପଣଙ୍କୁ ସେୟାର କରିବି। ନୋଟ୍ସର PDF ଓ ଭିଡ଼ିଓ ଅପଡେଟ୍ ପାଇଁ ମୋ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହୋଇଯାଆନ୍ତୁ। ଟେଲିଗ୍ରାମ